ଢେଙ୍କାନାଳ ବଜାରରେ ଫଳ ଦର ଆକାଶ ଛୁଆଁ ହୋଇଛି। ଆଉ ଗୋଟିଏ ଦିନ ପରେ ସାବିତ୍ରୀ ପୂଜା। ସାବିତ୍ରୀ ପୂଜା ପାଇଁ ଲୋଡ଼ା ଫଳ, ମୂଳ, ଶାଢ଼ୀ, ଚୁଡ଼ି, ସମ୍ବର। ଏଥର ସାବିତ୍ରୀ ସତ୍ୟବାନଙ୍କ ଉପରେ ପଡ଼ିଛି ଅତିରିକ୍ତ ବୋଝ। ସାବିତ୍ରୀ ପାଇଁ ବଜାରରେ ଫଳ ଦର ହୋଇଛି ଆକାଶ ଛୁଆଁ। ଢେଙ୍କାନାଳ ସହରରେ ଏବେ କମଳା କିଲୋ ପ୍ରତି 150 ଟଙ୍କା ରହିଥିବା ବେଳେ ସେଓ କିଲୋ ପ୍ରତି 300 ଟଙ୍କା, ସପୁରୀ ଏକ ଗୋଟାକୁ 50 ଟଙ୍କା, ପିଜୁଳି କିଲୋ ପ୍ରତି 100 ଟଙ୍କା, ପଣସ ଏକଟାକୁ 100 ଟଙ୍କା। ଏହି ସବୁ ଫଳକୁ ଛାଡ଼ିଦେଲେ ବଜାରରେ ଖଜୁରୀ କୋଳି, ଜାମୁ କୋଳି, ଲିଚୁ କୋଳିର ଚାହିଦା ଅଧିକ ରହିଛି। ଏହା ଛଡ଼ା ଶାଢ଼ୀ ଓ ଚୁଡ଼ି ଦୋକାନରେ ମଧ୍ୟ ସାବିତ୍ରୀ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି। ମୋ ନାଁ ସତ୍ୟପ୍ରକାଶ ସାହୁ, ରଥଗଡ଼ା ପରିବା ମାର୍କେଟ। ସାବିତ୍ରୀ ପାଇଁ ଏ ବର୍ଷ ଟିକେ ଫଳ ଉଞ୍ଚା ଟିକେ ରହିଛି। ସେଉ କିଲୋ 300 ଅଛି, କମଳା 150 ଅଛି, ଆମ୍ବ ଅଛି 60 ଟଙ୍କା, କଦଳୀ ଅଛି 60 ଟଙ୍କା, ଅଙ୍ଗୁର ଅଛି 150 ଟଙ୍କା। ଏମିତି ସବୁ ରେଟ୍ ଅଛି। ଡାଳିମ୍ବ ଅଛି 250 ଟଙ୍କା, ଏମିତି ପିଜୁଳି 100 ଟଙ୍କା, ଏମିତି ସବୁ ରେଟ୍ ରହୁଛି। ଆଉ ଲିଚୁ ଅଛି 200, ନଡ଼ିଆ ଅଛି 30 ଟଙ୍କା 40 ଟଙ୍କା, ଆଉ ସପୁରୀ ଅଛି 50 ଟଙ୍କା। ଏମିତି ସବୁ ରେଟ୍ ତ ଏଇ ବର୍ଷ।